ଚାଲନ୍ତୁ ଆଜି ଅଟା ଆଉ ଫୁଲକୋବିରେ ଗୋଟେ ନୂଆ ଜଳଖିଆ ବନେଇବା। ଏଇ ଜଳଖିଆଟି ଛୁଆଠୁ ବଡ଼ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଛୁଆଙ୍କ ଟିଫିନ୍ ପାଇଁ ତ ଏଟା ଏକଦମ ବେଷ୍ଟ। ପ୍ରଥମେ 2 କପ୍ ଅଟାରେ ଆମେ ସ୍ୱାଦ ଅନୁସାରେ ଲୁଣ ଆଉ 3 ଚାମଚ ତେଲ ଦେଇ ଭଲ ଭାବରେ ଗୋଳେଇ ନେବା, ଯେମିତିକି ଏଇଭଳିଆ ଖାସ୍ତା ଟାଇପ୍ର ହେଇଯିବ। ଆବଶ୍ୟକତା ଅନୁଯାୟୀ ପାଣି ଦେଇ ଗୋଟେ ହାର୍ଡ଼ ଡୋଟେ ବନେଇବା, ଯେମିତି ପୁରୀ ପାଇଁ ବନାଉ। କୋବିକୁ ଗୋଟେ ଗ୍ରେଟର ସାହାଯ୍ୟରେ କୋରି ନେବା। ତାପରେ କଡ଼େଇରେ କିଛି ତେଲ ଗରମ କରି ସେଥିରେ ଦେବା କିଛି କଟା ପିଆଜ। ପିଆଜ ଅଳ୍ପ ଭାଜି ସାରିଲା ପରେ ଦେବା ଗ୍ରେଟ୍ କରି ରଖିଥିବା ଫୁଲକୋବି। ତାକୁ ହାଲକା ଭାଜି ସାରିଲା ପରେ ଦେବା ସ୍ୱାଦ ଅନୁସାରେ ଲୁଣ, ହଳଦୀ ପାଉଡର, ଛୋଟ ଚାମଚ ଜିରା ପାଉଡର, ଗୋଟେ ଛୋଟ ଚାମଚ ଧନିଆ ପାଉଡର, ସ୍ୱାଦ ଅନୁସାରେ ଚିଲି ପାଉଡର ଆଉ କିଛି ଟମାଟୋ ସସ୍। ଏତିକି ଦେଇ ଭଲ ଭାବରେ ଭାଜି ସାରିଲା ପରେ ଦେବା କସୁରୀ ମେଥି, ଅଧ ଛୋଟ ଚାମଚ ଗରମ ମସଲା ଆଉ କିଛି କଟା ଧନିଆ ପତ୍ର। ବାସ୍ ଆମର କୋବି ପୁର ବନିକି ରେଡ଼ି। ଏବେ ଆମେ ଯେଉଁ ଅଟା ଚକଟିକି ରଖିଥିଲେ ତାକୁ ଏଇଭଳିଆ ବେଲି ନେବା, ଏକଦମ ପତଳା। ସେଥିରେ ପୁର ଦେଇ ଏଇଭଳିଆ ସ୍ପ୍ରେଡ୍ କରିକି ଯେମିତି ଆମେ ମୋମୋ ବନାଉ ସେଇଭଳିଆ ଆମେ ଫୋଲ୍ଡ କରିବା। ୟାର ଡିଟେଲ୍ ରେସିପି ଆପଣମାନଙ୍କୁ ତୃପ୍ତି ଭୋଜନ ଚ୍ୟାନେଲରେ ମିଳିଯିବ, ଅପଲୋଡ଼େଡ଼ ଅଛି। ଆପଣମାନେ ସେଠି ଯାଇ ଦେଖିପାରିବେ। ଏଇଭଳିଆ ଫୋଲ୍ଡ କରିସାରିଲା ପରେ ଆପଣମାନେ ବେଲଣା ପଟାରେ ରଖିକି ତାକୁ ହାଲକା ପ୍ରେସ୍ କରିଦେବେ, ଯାହାଦ୍ୱାରା ଟିକେ ସ୍ପ୍ରେଡ୍ ହେଇଯିବ। ତାପରେ ମିଡ଼ିୟମ ଗରମ ତେଲରେ ଏଇଭଳିଆ 2 ପଟ ସାଇଡ୍ ଗୋଲ୍ଡେନ୍ ବ୍ରାଉନ୍ ହେବା ପର୍ଯ୍ୟନ୍ତ ଫ୍ରାଏ କରିବା। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଫେସବୁକ୍ ଆଉ ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରନ୍ତୁ।